ଠାକୁରାଣୀ ଯାତ୍ରାରେ ଓଡ଼ିଆ ଭାଷାର ବ୍ୟବହାର ପାଇଁ ଦାବି କଲା ଓଡ଼ିଆ ଭାଷା ଆନ୍ଦୋଳନ ସଂଗଠନ। ପ୍ରତି 2 ବର୍ଷରେ ଥରେ ଅନୁଷ୍ଠିତ ହେଉଥିବା ବ୍ରହ୍ମପୁର ସହରର ବିଶ୍ୱ ପ୍ରସିଦ୍ଧ ମା ବୁଢ଼ୀ ଠାକୁରାଣୀ ଯାତ୍ରା ଆଜିଠାରୁ ଆରମ୍ଭ ହେଉଛି। ଏହି ଅବସରରେ ସହର ଓ ସହର ବାହାରର ଅନେକ ବ୍ୟବସାୟ ପ୍ରତିଷ୍ଠାନ ଦେଶୀ ବେହେରା ସାହିରେ ନିର୍ମିତ ହେଉଥିବା ମାଙ୍କର ଅସ୍ଥାୟୀ ମଣ୍ଡପ ଚାରିପଟେ ଓ ସମ୍ମୁଖରେ ବଡ଼ ବଜାରରେ ବଡ଼ ବଡ଼ ବିଜ୍ଞାପନ ପତ୍ର ପ୍ରଚାର ଫଳକ ଲଗାଇଥାନ୍ତି। ଓଡ଼ିଆ ଅସ୍ମିତା ଓ ସରକାରୀ ନିର୍ଦ୍ଦେଶନାମାକୁ ତାତ୍ସଲ୍ୟ କରି ଇଂରାଜୀ ଭାଷାରେ ବିଜ୍ଞାପନ ଲଗାଯିବାକୁ ବିରୋଧ କରିଛି ଓଡ଼ିଆ ଭାଷା ଆନ୍ଦୋଳନ। ଆଜି ସଂଗଠନର କାର୍ଯ୍ୟକର୍ତ୍ତା କ୍ଷୋଭ ପ୍ରକାଶ କରିଛନ୍ତି। ଏହାକୁ ବିରୋଧ କରି ଓଡ଼ିଆ ଭାଷା ଆନ୍ଦୋଳନର ପ୍ରତିଷ୍ଠାତା ସଭାପତି ତ୍ରିନାଥ ମହାରଣାଙ୍କ ନେତୃତ୍ୱରେ କାର୍ଯ୍ୟକାରୀ ସଦସ୍ୟ ତଥା କିଛି ବୁଦ୍ଧିଜୀବୀ ଦେଶୀ ବେହେରା ସାହିରେ ଠାକୁରାଣୀ ଯାତ୍ରା କରିବା ପାଇଁ ନିର୍ମିତ ଅସ୍ଥାୟୀ ମଣ୍ଡପ ସମ୍ମୁଖରେ ଯାତ୍ରା ପରିଚାଳନା କମିଟିର ମୁଖ୍ୟ ପି ଦୁର୍ଗା ପ୍ରସାଦ ଦେଶୀ ବେହେରାଙ୍କ ସହିତ ଆଲୋଚନା କରିଥିଲେ। କମିଟିର ସଦସ୍ୟ ତଥା ସ୍ଥାନୀୟ କର୍ପୋରେଟରଙ୍କ ଉପସ୍ଥିତିରେ ଓଡ଼ିଆ ଅସ୍ମିତା ରକ୍ଷା, ସମସ୍ତ ପୂଜାବିଧି ନିର୍ଘଣ୍ଟ, ନୀତିକାନ୍ତି ସମ୍ପର୍କୀୟ ତଥ୍ୟ, ପ୍ରଚାର ପତ୍ର, ନିମନ୍ତ୍ରଣ ପତ୍ର ଓଡ଼ିଆ ଭାଷାରେ ଛପାଇବାକୁ ନିବେଦନ କରିଥିଲେ। ସେହିପରି ବ୍ୟବସାୟିକ ପ୍ରତିଷ୍ଠାନଗୁଡ଼ିକର ବିଜ୍ଞାପନ ଓ ପ୍ରଚାର ଫଳକ ଓଡ଼ିଆରେ ବଡ଼ ଅକ୍ଷରରେ ଲେଖିବାକୁ କୁହାଯାଇଥିଲା। ସମ୍ପାଦକ ହରେକୃଷ୍ଣ ପଣ୍ଡା, ମୋହନ ଚରଣ ସ୍ୱାଇଁ ଓ ହିମାଂଶୁ କୁମାର ପଟ୍ଟନାୟକ, ଅଶୋକ କୁମାର ଦଳାଇ, ପଙ୍କଜ କୁମାର ନାୟକ, ଭିକାରୀ ଚରଣ ଗୌଡ଼, ବଦ୍ରି ପାତ୍ର, ରବି ନାରାୟଣ ସାବତ, ବିଦ୍ୟାଧର ମହାରଣା, ପ୍ରମୋଦ କୁମାର ମହାରଣା ପ୍ରମୁଖ ଅଂଶଗ୍ରହଣ କରିଥିଲେ।